ଆସିଲା ଇପିଏଫ୍ଓର ଆଉ ଏକ ଅପଡେଟ୍। ଏଟିଏମ୍ରୁ କେତେ ଏବଂ କେବେଠୁ ଉଠାଇ ହେବ ଟଙ୍କା ଜାଣନ୍ତୁ ନୂଆ ଅପଡେଟ୍। ଆସନ୍ତୁ ଆଜି ଆମେ ଏହି ପ୍ରସଙ୍ଗ ବିଷୟରେ ଜାଣିବା। ପିଏଫ୍ ଟଙ୍କା ଉଠାଇବା ପାଇଁ ଆଉ ଆପଣଙ୍କୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ। କାରଣ ଇପିଏଫ୍ଓ 2026ରେ ଏଟିଏମ୍ ଉଠାଣ ଆରମ୍ଭ କରୁଛି। ଏଥିପାଇଁ ସଦସ୍ୟମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଡ ପ୍ରଦାନ କରାଯିବ। ତ ଆସନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ପିଏଫ୍ ପାଣ୍ଠି ଉଠାଇବା ପାଇଁ ଲମ୍ବା ଅନଲାଇନ୍ ପ୍ରକ୍ରିୟା କିମ୍ବା କାର୍ଯ୍ୟାଳୟକୁ ବାରମ୍ବାର ଯିବାକୁ ପଡ଼ୁଥିଲା, କିନ୍ତୁ ଏସବୁ ଶୀଘ୍ର ତାହା ଇତିହାସ ହେବାକୁ ଯାଉଛି। ଇପିଏଫ୍ଓ ଏକ କ୍ରାନ୍ତିକାରୀ ଫିଚର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି, ଯାହା ଆପଣଙ୍କୁ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇବା ପରି ଆପଣଙ୍କ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଅନୁମତି ଦେବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଫିଚର 2026ରେ ଦେଶବ୍ୟାପୀ ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଆରମ୍ଭ କରାଯାଇପାରେ। ତଥାପି ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ଇପିଏଫ୍ଓ ଏହାର ସଦସ୍ୟମାନଙ୍କୁ ଏକ ସ୍ପେଶାଲ କାର୍ଡ ଜାରି କରିବାକୁ ଯୋଜନା କରୁଛି। ଏହି କାର୍ଡ ଆପଣଙ୍କ ବ୍ୟାଙ୍କ ଡେବିଟ୍ କାର୍ଡ ପରି କାର୍ଯ୍ୟ କରିବ। ରିପୋର୍ଟ ଅନୁଯାୟୀ ବିଶ୍ୱାସ କରାଯାଉଛି ଯେ ପିଏଫ୍ ପାଣ୍ଠି ଆକାଉଣ୍ଟଧାରୀଙ୍କର ଏବଂ ସଙ୍କଟ ସମୟରେ ସହଜରେ ଉପଲବ୍ଧ ହେବା ଉଚିତ। ଏହି ଲକ୍ଷ୍ୟରେ ଇପିଏଫ୍ଓ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସହିତ ପ୍ରାରମ୍ଭିକ ଆଲୋଚନା ସମାପ୍ତ କରିଛି। ଦାବି କରାଯାଉଛି ଯେ ଏଟିଏମ୍ ଉଠାଣ ପାଇଁ ଆବଶ୍ୟକ ବୈଷୟିକ ଭିତ୍ତିଭୂମି ପ୍ରାୟ ପ୍ରସ୍ତୁତ। ଏହି ନିଷ୍ପତ୍ତି ଦ୍ୱାରା ଦେଶର ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ 70 ନିୟୁତରୁ ଅଧିକ କର୍ମଚାରୀଙ୍କୁ ସିଧାସଳଖ ପ୍ରଭାବିତ କରିବ। ଇପିଏଫ୍ଓ ତଥ୍ୟକୁ ଦେଖିଲେ ଗତ ଦଶନ୍ଧି ମଧ୍ୟରେ ଏହାର କଭରେଜ ଯଥେଷ୍ଟ ବୃଦ୍ଧି ପାଇଛି। 2014ରେ ସଂଗଠନର 33 ନିୟୁତ ଗ୍ରାହକ ଏବଂ 7.4 ଲକ୍ଷ କୋଟି ଟଙ୍କାର ପାଣ୍ଠି ଥିବା ବେଳେ ଏହା ବର୍ତ୍ତମାନ 28 ଲକ୍ଷ କୋଟିରୁ ଅଧିକ ହୋଇଛି। ପ୍ରତି ମାସରେ ପ୍ରାୟ 78 ନିୟୁତ ଲୋକ ପିଏଫ୍ରେ ଯୋଗଦାନ କରନ୍ତି। ପାଣ୍ଠିର ଆକାର ଏବଂ ସଦସ୍ୟତାରେ ବୃଦ୍ଧି ସହିତ ଦାବି ସମାଧାନକୁ ସରଳ କରିବା ଇପିଏଫ୍ଓ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି। ଏଟିଏମ୍ ପ୍ରଚଳନ କର୍ମଚାରୀମାନଙ୍କୁ ତୁରନ୍ତ ପାଣ୍ଠି ପାଇବାକୁ ଯୋଗାଇବ ନାହିଁ, ବରଂ ଇପିଏଫ୍ଓର କାର୍ଯ୍ୟଭାର ମଧ୍ୟ ହ୍ରାସ କରିବ। ସୀମା ଉପରେ ସସ୍ପେନ୍ସ ରହିଛି, କିନ୍ତୁ ପ୍ରସ୍ତୁତି ସମ୍ପୂର୍ଣ୍ଣ। ଏଟିଏମ୍ ମାଧ୍ୟମରେ ପିଏଫ୍ ଉଠାଇବାରେ ସୁବିଧା ଉପଲବ୍ଧ ହେଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସୀମା ରହିବ। ଏକ ସମୟରେ କିମ୍ବା ମାସରେ କେତେ ଟଙ୍କା ଉଠାଇ ହେବ ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ। ଉଠାଣ ସୀମା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହା ଉଲ୍ଲେଖନୀୟ ଯେ ଇପିଏଫ୍ଓ ନିରନ୍ତର ଏହାର ନିୟମକୁ ସରଳ କରୁଛି। ଏହି ବର୍ଷ ଆରମ୍ଭରେ ପ୍ରତିଷ୍ଠାନ ସ୍ୱୟଂଚାଳିତ ଦାବି ସମାଧାନର ସୀମାକୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲା, ଯାହା ଅସୁସ୍ଥତା କିମ୍ବା ବିବାହ ଭଳି ଖର୍ଚ୍ଚ ପାଇଁ ଟଙ୍କା ଉଠାଇବା ସହଜ କରିଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଆପଣମାନେ ଗ୍ରୀନ୍ କାର୍ଡ ମାଧ୍ୟମରେ କେତେ ଟଙ୍କା ଆଉ କେବେଠୁ ନିଜର ଇପିଏଫ୍ଓର ଟଙ୍କା ଏଟିଏମ୍ ଜରିଆରେ ଉଠାଇବେ, ସେ ନେଇ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।